ଠାକୁରଙ୍କର ଆଶ୍ରୟ ଦୁଃଖ ଲାଗିଲା ଭାଇ। ବାପା ମା କୁ ଆଜ୍ଞା ଅଲଗା କରିଦେଇଛନ୍ତି। କଣ ଚରମନାଥଙ୍କୁ ଭକ୍ତି କରୁଛ? ବାପା ମା ମାଗି ଖାଉଛନ୍ତି। ହେ ସୁଦେଶ, ତୁମେ ଯିଏ ବାପା ମାଙ୍କୁ ବସେଇ ପୂଜୁଛନ୍ତି, ତମେ ନିଜ ବାପା ମାଙ୍କୁ ଅଲଗା କରି ସ୍ୱର୍ଣ୍ଣ କ୍ଷେତ୍ରରେ ଆସି ମୁଣ୍ଡିଆ ମାରୁଛ। ଶୁଣିବେ ତମ କଥା। ଆଉ ଆପଣ ମାନେ ବିଚାର କରି ଜୀବନ ଭିତରେ ବାପା ମାଙ୍କୁ ତୁମେ ଅଲଗା କରି ଦିଅନ୍ତୁନି ଆଜ୍ଞା। ତେବେ ସବୁ ଠାକୁର ପଥର ହେଇଯିବେ। 6ଟି ବୋ ଆଖିରେ କେବେ ବି ଲୁହ ଦିଅନ୍ତୁନି ଆଜ୍ଞା। ବ୍ରହ୍ମ ଦର୍ଶନ ତ ଦୂରରେ କଥା, ସବୁ ପଥର ହେଇଯିବେ। ଗୋଟିଏ ବୋ ହଉଛି ବାପା, ଦ୍ୱିତୀୟ ବୋ ହଉଛି ବୋଉ, ତୃତୀୟ ବୋ ବାବାଜୀ, ଚତୁର୍ଥ ବୋ ବୈଷ୍ଣବ, ପଞ୍ଚମ ବୋ ବ୍ରାହ୍ମଣ, ଷଷ୍ଠ ବୋ ବିଧବା। ଯିଏ ବ୍ରହ୍ମ ଜାଣୁଛନ୍ତି ଆଖିରେ ଲୁହ ଦିଅନ୍ତୁନି। ଆଉ ହେ ସୁଧୀ ସଜ୍ଜନ, 6ଟି ବୋ। ଆଉ ଆଜି ଦେଖନ୍ତୁ ଆଜ୍ଞା, ପତିବ୍ରତା ନାରୀଟି ଯିବା ପୂର୍ବରୁ ଗୋଟିଏ କଥା କହିଦେଇ ଗଲା। ଆଉ କଣ କହିଲା? ବାବା ଟିକେ ଠାକୁରଙ୍କୁ ଡାକନ୍ତୁ, ବେଳ ଆଗରୁ ଠାକୁର ତାଙ୍କୁ ନେଇଯାଆନ୍ତୁ। ମୁଁ କହିଲି କାହିଁକି? ତୁ କଣ ଚାହୁଁନୁ ଶଙ୍ଖା ସିନ୍ଦୁର ନେଇ ମରିବା ପାଇଁ? ତୁ କଣ ଚାହୁଁନୁ ଶଙ୍ଖା ସିନ୍ଦୁର ନେଇ ମରିବା ପାଇଁ? ସେ ମାଟି କହିଲା, ନା, ମୁଁ ଶଙ୍ଖା ସିନ୍ଦୁର ନେଇ ମରିବା ପାଇଁ ଚାହୁଁନି। କାହିଁକି ନା ବିବାହ ବେଗରେ ହାତ ଗଣ୍ଠି ପଡ଼ିଲା ବେଳେ 7 ଜନ୍ମର ସାଥୀ ହେବା ପାଇଁ ଚାହୁଁଛି। କେମିତି ଆଗ ଚାଲିଯିବି କହୁଛନ୍ତି। ଭାବୁଛି ଏଇଆ, ବରଂ ସିଏ ଭଲରେ ମରିଯାଆନ୍ତୁ, ମୁଁ ପଛେ ଘୁମୁତ ହେଲେ ଚଳିବ। କେହି କରୁନାହାନ୍ତି ଝାଡ଼ା କପଡ଼ା। ଆଜ୍ଞା କୁହନ୍ତୁ। ହଉ ଆଜ୍ଞା। ପ୍ରଭୁ ନୀଳାଚଳେ ଜଗନ୍ନାଥ ସ୍ୱର୍ଣ୍ଣକ୍ଷେତ୍ରେ ଗୁରୁ। ନୀଳାଚଳେ ଜଗନ୍ନାଥ ସ୍ୱର୍ଣ୍ଣକ୍ଷେତ୍ରେ ଗୁରୁ। ହେ ମୋର ପ୍ରିୟ ଆତ୍ମା, ଏ କଥାବସ୍ତୁକୁ ଟିକିଏ ଆମମାନଙ୍କର ସନ୍ଦେହ ମୋଚନ କରିବେ କି ଏହା ସତ୍ୟ? ଦେଖନ୍ତୁ, ଏତ ସୁନ୍ଦର ଭାବରେ ତ ମୁଁ ପୂର୍ବରୁ ବହୁତ ପ୍ରମାଣ ବୋଲେ ଗୋଟିଏ ପ୍ରମାଣ ଏହାର ଯଥେଷ୍ଟ ନୁହେଁ। କୋଟି ପ୍ରମାଣ ମହାପୁରୁଷ ଆଗରୁ ଯାହାକୁ 600 ବର୍ଷ ତଳେ ଲେଖିଛନ୍ତି। ଏହା ନିଶ୍ଚିନ୍ତ ଭକ୍ତମାନେ ଦର୍ଶନ କରିବେ। ସେଇ ଭାବ ପୁଣି ଥରେ ସୃଷ୍ଟି ହବ। ସମସ୍ତେ ଟିକେ ହରିବୋଲ ହୁଳହୁଳି ଦିଅନ୍ତୁ। ବୋଲ ଆରମ୍ଭ। କାହିଁକି ନା ମହାପୁରୁଷ ଅଚ୍ୟୁତ ଲେଖି ସାରିବା ପରେ, ଅନେକ ପ୍ରମାଣ ଠାକୁରଙ୍କ ଉପରେ ଦେଇ ସାରିବା ପରେ ଗୋଟିଏ ପଦ ଲେଖି ଦେଇଛନ୍ତି, ଗଙ୍ଗା ଭାଇ, ଆଉ ତାପରେ କିଛି ନାହିଁ ପଦ। କଣ କହିଲେ? ଗୋଟିଏ ପଦ କହିଲେ, ପର୍ବତ ଶିଖରେ ଫୁଟିବ କଇଁ, ଅଚ୍ୟୁତ ବଚନ ଟଳିବ ନାହିଁ। ପର୍ବତ ଶିଖରେ ଫୁଟିବ କଇଁ, ଅଚ୍ୟୁତ ବଚନ ଟଳିବ ନାହିଁ। ଗୋବିନ୍ଦ ଗୋବିନ୍ଦ ରାଧେ ଗୋବିନ୍ଦ, ଗୋବିନ୍ଦ ଗୋବିନ୍ଦ ରାଧେ ଗୋବିନ୍ଦ। ବୋଲ ସଚ୍ଚିଦାନନ୍ଦ ଭଗବାନ କି। ଏ ପଦକୁ ଆମେ ପଢିଛୁ, ସମସ୍ତେ ପଢିଛନ୍ତି, ଭକ୍ତମାନେ ପଢିଛନ୍ତି। ଯଦି ପ୍ରଭୁ ମହାପୁରୁଷ ଠାକୁରଙ୍କର ଆବିର୍ଭାବ କଥା, ଲୀଳା କରିବା କଥା, ଜରିଆ ନଦୀ କଥା ସମ୍ପୂର୍ଣ୍ଣ ପ୍ରମାଣ ଦେଇଛନ୍ତି। ଏହା କେବେ ଅସତ୍ୟ ନୁହେଁ ବୋଲି ମହାପୁରୁଷ ଲିଖି ଦେଇଛନ୍ତି। ଆ ଉପରେ କିଛି ବି କଥା ନାହିଁ। ଗୋଟିଏ ହରିବୋଲ ସମସ୍ତେ ଦିଅନ୍ତୁ ଭକ୍ତମାନେ। ବୋଲ ଆନନ୍ଦ ସବାର ହରି ହରି ବୋଲ। ସଜ୍ଜନ, ହଁ ଏଇ ଘୋଷଣା କରିଦିଅନ୍ତୁ। ଆଉ ଏବେ ତ ଆନନ୍ଦ ବଜାର ଖୋଲା ହେଇଗଲାଣି, କିନ୍ତୁ ମୁଁ ଭାବୁଛି ମୁଁ କୋଉ ବିଷାଦ ବଜାରରେ ବସେଇଛି। ଖାଇବା ପିଇବା ଯଦି ଆନନ୍ଦ ବଜାର, ରୋଗ ହୁଅନ୍ତାନି। ଖାଇଲେ କଣ ରୋଗ ହୁଅନ୍ତାନି? ଆନନ୍ଦ ବଜାରରେ ଆଜ୍ଞା ଗଦର୍ପ ନାୟକ ଢେଙ୍କାନାଳ। ଭଗବାନଙ୍କ ଦରବାର ଭିତରେ ଭାଇ ଆସିଲା ବେଳେ ମୁଁ କହିକି ଆସିଥିଲି, ମୁଁ କହିଲି ଠାକୁରଙ୍କ ମନ୍ଦିର ହଉଛି, ଦକ୍ଷିଣା ମିଳିଲେ ସିମେଣ୍ଟ ଦେବି। କହିଥିଲି ନା କହିଲି? କଣ କହିଥିଲି ନା କହିଲି? ହଉ ପ୍ରଭୁଙ୍କ ଦରବାର। ହଉ ଆଜ୍ଞା, କୋଟି ପ୍ରଣାମ। ଭଗବାନଙ୍କ ଦରବାର ଭିତରେ भगवान की प्रेम से बोल आनंद कबार हरि हरि बोल। हो बापा कौन उठिले चेयर रू? बापा कौन 4-8 जन उठिले, पछरू भी पतला हो गला। आनंद बजार खोलीगला। हो बापा ए निकट रे केन्द्रापड़ा जाई प्रवचन को
ଆଜ୍ଞା 2 ଘଣ୍ଟା ପ୍ରବଚନ ପରେ ଗୋଟିଏ ମଞ୍ଚକୁ ଚିଠା ଆସିଲା, ବାବା ଆଉ ପ୍ରବଚନକୁ ଘଣ୍ଟାଟିଏ ବଢ଼ାନ୍ତୁ। ମୋ ମନ ଭାରି ଆନନ୍ଦ ହେଇଗଲା। ଯାଉ ଶ୍ରୋତା କେତେ ଆନନ୍ଦରେ ଶୁଣୁଛନ୍ତି। ଆଜ୍ଞା 15 ମିନିଟ୍ ଯାଇନି ମଞ୍ଚକୁ ପୁଣି ଗୋଟେ ଚିଠା ଆସିଲା, ଆଜ୍ଞା ପ୍ରବଚନକୁ ସେଇଠି ବିଶ୍ରାମ ଦିଅନ୍ତୁ। ମୁଁ କହିଲି କ'ଣ ଘଣ୍ଟାଟିଏ ହେଇଗଲା? ଗୋଟିଏ ଲୋକ ଉଠିଲେ କହିଲେ, ଆଜ୍ଞା ଆମକୁ ରୋଷେଇଆ କହିଲା ଖଟାଟା ଆଉ ଘଣ୍ଟାଟେ ଲାଗିବ। ଭଗବାନଙ୍କର ପାବନ ଦରବାର, ବଡ଼ ସୁନ୍ଦର ଭାଗ୍ୟ ଆମମାନଙ୍କର। ଆମମାନେ ଏଠି ବସିଛେ। ଓଡ଼ିଆ ଭାଗବତ ଜଗନ୍ନାଥ ଦାସ ବଡ଼ ସୁନ୍ଦର ପଦରେ କହିଛନ୍ତି। କ'ଣ କହିଲେ ଭାଗବତ? ସମସ୍ତେ ଠାକୁରଙ୍କ ଦରବାରରେ ବସନ୍ତି ନା, ଆଉ ଠାକୁର ସମସ୍ତଙ୍କୁ ବି ପାଖକୁ ଡାକନ୍ତି। ସାଧୁ ସଙ୍ଗ, ହରି କଥା, ଭଗବାନଙ୍କର କଥା ଏସବୁ ଭାଗ୍ୟରେ ଥିଲେ। ଆଉ ଭାଗବତ କ'ଣ କହିଲେ? କହିଲେ ଯାହାର ପୂର୍ବ ଭାଗ୍ୟ ଦିଶେ ତା ପୁତ୍ର ସାଧୁ ସଙ୍ଗେ ମିଶେ। ଯାହାର ପୂର୍ବ ଭାଗ୍ୟ ଦିଶେ ତା ପୁତ୍ର ସାଧୁ ସଙ୍ଗେ भगवान के समस्त टिके ऊपर को हाथ टिके दबा बोल आनंद कबार हरि हरि बोल। हाथ टेकिले समर्पण, हाथ टेकिले समर्पण, कथा हाथ टेकिले हैरान, बिल्कुल न टेकिले कृपण। बुझी पारले तो? आउ आमे एमिति प्रभुଙ୍କ पाखरे बसिछु, हाथ टेकी देले सबु देई दबो एमिति ठाकुर सिए। हाथ टेकी देले सबु देई दबो एमिति ठाकुर सिए। बढ़ई करिले अनेइब नाही जेते डाकु थाउ जिए बोल आनंद कबार हरि हरि बोल। आपण हाथ टेकी चंदे बोली पाई चंदे, आ मु एथे हाथ टेकी छु बोली एठी के आसे। आउ हे सुने सज्जन, सेदिन मालिका भितर नुआ नुआ प्रवेश खोजुथिली कल्किंक लीला संबंध। ଆଉ ସେତେବେଳେ कल्किंक लीला संबंधରେ कोठे जाजनगर, कोठे संभल ग्राम, कोठे विष्णु दशा घरे, कोठे ब्राह्मण कूल रे आपण भी भ्रमित हेबे, मु भी भ्रमित होती। पहुंची से दिन शिशु अनंत पीठरे बालीपाट जड़े वयस्क डाक पकईले समाधि क्षेत्र में बंडिया मारी आसला बेले आश्चर्य कथा डाक पकई पाखे बसैले। अनेक मालिकार पुथि सहित अनेक ज्ञान गंगाघर सी लगिला 2-4 पद कथार पाद छुई प्रणाम कली। मुझे लगे आपण मत दयापूर्वक ज्ञान प्रदान करंतु। तद्विधि प्रणिपातेन परिप्रश्नय सेवया उपदिक्षन्ति तद्ज्ञान ज्ञानिनां तत्त्वदर्शिनः। ज्ञान तो समस्ते प्राप्ति करिपार एते सहज नुहे, गुरुंकर कृपा हेले मिले। आपण के मते कहंतु आगत भविष्यतर कथा, कहीं मालिक बहुत कथा किसी जानवर अच्छे। अब भेष दे सज्जन अनेक पद गाइले, आउ ता भितरे से गुड़िक चटी बही ना आश्चर्य हेली। मुझे लगे मुझे मालिक को 20 थर कि 30 थर पढ़ी चटी बही। आप जो पद गुड़ाक कहते मत दयापूर्वक कहतु, मुझे लिखी ना एत शीघ्र कर तुम लिखिपार भाई भाई कह सज्जन आश्चर्य कथा मन पड़गला। मुझे अरे ये तो सब विज्ञान जुग, मोबाइल अच्छे रेकर्डिंग कर मोबाइल रेकर्डिंग कर रेकर्डिंग कला बेले जहाँ थिला मन भीतर सन्देह आउ से सन्देह कल्कि लीला को कूल जन्म देवे ठाकुर पार्टी बाहरी चैनल में खुल खुला कही जहाँ गाइडलाइन थी मानी हे सज्जन गुरु भाई मैंने जानी चैनल किसी गाइडलाइन थाए এইটা কহিবেনি এইটা কহিবে এইটা কহিবেনি এইটা কহিবে बिल्कुल नुहे महापुरुष कही मु कहूँ आउ ए सज्जन बोध हुए से समय आसला मो कोठ धन मुकुड़ा होइब
ଆଉ ତୁମକୁ ଜାଣିବା ପାଇଁ ଯେତେ ଯିଏ ଚାହିଁଲେ କ'ଣ ଜାଣିପାରିବ ତୁମ୍ଭ ଇଚ୍ଛା ନହେଲେ ତୁମ ପାଖକୁ କ'ଣ ସମସ୍ତେ ଆସିପାରିବେ ପ୍ରଭୁ ତୁମ୍ଭେ ନ ଚାହିଁଲେ ଆଉ ବୋଧ ହୁଏ ତୁମ୍ଭେ ତା ଚାହିଁଥିଲ ଆଉ ହେ ସୁଧୀ ସଜ୍ଜନ ସେଇଥିପାଇଁ ସେ ପଦକୁ ମୁଁ ଆପଣମାନଙ୍କ ଆଗରେ ଶୁଣିଲି ସମସ୍ତେ ଜାଣିଛ କ'ଣ କହିଲେ କଳ୍କି କୋଉଠି ଅବତୀର୍ଣ୍ଣ ଦେବେ କହିଲେ ହରିଜନ କୁଳେ ଜଗା ହରିଜନ କୁଳେ ଜଗା ହରିଜନ କୁଳେ ଜଗା ହରିଜନ କୁଳେ ଜଗା सज्जन आउ समझला हे सुधी सज्जन कोठी से हरिजन कूल कोठी ठाकुर किछि दिन पर अमेरिका रे जने थांती श्रीकांत राय सुनाब जानी आज्ञा विश्व ओडिया समाज सम्मेलन प्रतिष्ठाता आमर कान्हा बाबा था द्वारा कहले बाबा चलते आम गुरु आश्रम को दीर्घ 8 वर्ष तलर कथा कहूँ से दिन सुनिल बाबा दैव जुगर जन्मदिन मु प्रथम थर आश्रम को आसे हे सदी सज्जन आश्चर्य हेले ठाकुर ए जन्म कथा तो शुणी कड़करी भगवान प्रकटित हेबे एमती तल जो ठाकुर श्रीपादुका तले अच्छे मुझे बसी था अमेरिकार श्रीकांत नायक मो सहित था अमेरिकार भी से अच्छा स्कर्पिओ नहीं आसलु काली भाई मन कर लाइन लगी था ठाकुर को दर्शन करने तले भी बहुत लोग बसी था कौन कि जानी चरकनाथंकर कृपा कि जाए ऊपर मुखलाग डाक आसला ठाकुर दया हे सुधी सज्जन जड़े गुरु भाई आसिले कहले दिवाकर बाबा किए ठाकुर डाक आश्चर्य जड़े केवल मुझे ठाकुर मो जान ना जानिले हे सुधी सज्जन ऊपर को गले विभूति टिके दे नख गुड़ाक बड़ बड़ होता मो हाथ में टे नख बाजिगला ठाकुर हसिदेले प्रभु को देखला सब किछ बोली हे सुधी सज्जन अनुभव को सत्य कहले अभिराम बाई आज गंगा मौसा कहते कहले बाबा प्रवचन को कहा कौन केमती हम से तो कहते मो विषय भल पाइबा जो मैंने ठाकुर को धरी केते जन्मर भाग्य आप जापार सबे आस समस्ते जानवे सुधी सज्जन आउ जन भाई देखा आज प्रवचन ठाकुर अरे किए कह कथा बाड़ी बेद जहाँ को नीति नीति कहूँ नईति आउ हे सुधी सज्जन मुझे जहाँ के सब कहबे सी मु जानी रामचंद्र मानस भागवत बंच स्वतंत्र विषय दिया आउ एठी विषय नुहे ब्रह्म आसी मो भीतर विश्व को छाड़ी परम को धरी बापा आउ हे सुधी सज्जन प्रभु दरबार भितर ठाकुर पाखे पहुँचली से दिन मुझे मु धारा ने नवा को चाहे ठाकुर मत कहले अरे ना समस्ते बापार जी ऋण खाए से गुड़ गाए समस्त कहे बापार पुओटा तो मो कथा कहूँ तो कथा को कहीं विश्वास करें
तो गुरु प्राची कूल ये केवल पतिए कथा प्राची कूल ଆଉ ହେ ସଦୀ ସଜ୍ଜନ ଆଶ୍ଚର୍ଯ୍ୟର କଥା ଦୀର୍ଘ 2 ବର୍ଷ ପରେ ଅଚ୍ୟୁତାନନ୍ଦ ମହାପୁରୁଷ ଯେଉଁ ଗୁରୁଙ୍କର ପରିଚୟ ଦେଇଛନ୍ତି ଶିବକଳ୍ପ ନିର୍ଘଣ୍ଟ ମାଳିକାରେ ମୁଁ ପ୍ରାଚୀ କୂଳରେ ପହଞ୍ଚିଲି ଆଉ ଯାହାଙ୍କ ନିର୍ଦ୍ଦେଶରେ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କୁ ଗୁରୁ ରୂପରେ ପାଇଲି ଆଶ୍ଚର୍ଯ୍ୟର କଥା ହେ ସଦୀ ସଜ୍ଜନ ସେ ହେଉଛି ପ୍ରାଚୀ କୂଳର ମଠ ଏତେ ହରିବୋଲ ହଉ ପ୍ରଭୁଙ୍କ ଦରବାର ଆଉ ହେ ସଦୀ ସଜ୍ଜନ ଆପଣ ଶିବକଳ୍ପ ନିର୍ଘଣ୍ଟ ମାଳିକା ପଢ଼ିବେ ଠାକୁର ଯାହାଙ୍କ ପାଖକୁ ମୋତେ ପଠେଇଥିଲେ ତାଙ୍କ ନାଁ ମାଳିକାରେ ଅଛି ଶିବକଳ୍ପ ନିର୍ଘଣ୍ଟ ମାଳିକା ଆଉ କ'ଣ ଲେଖିଛନ୍ତି ବୋଲେ ମଧୁର କୂଳରେ ଜନ୍ମ ହୋଇବ ମଧୁ ଦାସ ନାମେ ଖ୍ୟାତ ଏ ପ୍ରାଚୀ କୂଳରେ ତା ଶ୍ରମ ହୋଇବ ଜାଗ ଯଜ୍ଞରେ ତା ମତ ଜୟ ଜଗନ୍ନାଥ ଜୟ ସୂର୍ଯ୍ୟଦୂତ ଜୟ ଜଗନ୍ନାଥ ଜୟ ସୂର୍ଯ୍ୟଦୂତ बोलिए महापुरुष अच्युतानंद जी की हाथ टिके समस्ते देखिदबा बोल आनंद को बाहर हरि बोल आउ हे सदे सज्जन प्रेमाचार्य बाबा मधुसूदन रूपरे गुरु मिलगले आश्चर्यर कथा गुरु मिलिले ठाकुर मिलती मो जीवन अलौकिकता प्रथमे ठाकुर मिलिले तापर गुरु मिलिले बहुत आनंद बाहर हरि बोल आउ हे सदे सज्जन गुरु करिले ठाकुर मिलवा देरी बोलते ना किंतु आश्चर्यर कथा ठाकुर बतई देले गुरु पाखक जा कहीं निजे भगवान कृष्ण मु मन भितर सन्देह आसला से प्राची कूल मन भितर चिंता कली मुझे प्रभु मत ये पठे अच्छा जदि परम पिता भगवान सब किछि पुणी गुरुंकर आवश्यकता कड़ पड़ा हे सदी सज्जन से दिन एकादश स्कंद भागवत आश्रम पढ़ुली आ पढ़ला बेले जमी आगे ठाकुर कहते कौन लिखाई से पदटा से पृष्ठा कौन लिखाई भगवान कृष्ण उद्धव को कही कौन कहते हे सदी सज्जन बड़ा सुंदर पदरे कहले मुहि बसई गुरु दे गोविंद मुठार गुरु भेनो हे गोविंद गोविंद मुहि बसई गुरु दे हे गोविंद मुठार गुरु भेनो हे गोविंद भगवान की तेणु अज्ञान न भ्रमंती प्राणी हे सदे सज्जन भगवान अपार कृपा अब आज अपार दया हे सदे सज्जन भगवान का दरबार भितर प्रथम खंडिक चरम शास्त्रटी लक्ष्मी पूजा तापर घटना पूजार गोटे कमिटी को जाइए प्रवचन करने को सारला मंदिर आश्चर्यर कथा से जड़े भाई आसिले कहते बाबा आप तो अनेक शास्त्र पढ़ी थे मुझे गोटे शास्त्र दूसरी जे शास्त्र दे मुझे कौन गिफ्ट रूप प्रेजेंट रूप गोटे गोटे पुस्तक आनिके कागज गुरे बढ़िया कि मंच उपर देले भारी खुशी लगे आगे पुराण शुणी जे दक्षिणा न दिए पुराण शुणा व्यर्थ हो जाए स्कंद पुराण में लिखाई मु पढ़ी आपण ये पुराण शुणिली मुझे किसी दक्षिणा देवी हे सदे सज्जन आश्चर्यर कथा ये मठ को आसला बेले जड़े 70-75 वर्षर माटी नई नई जाऊला कानी फेटे कहूँ बाबा
ଆପଣ ମୋ ପ୍ରଭୁଙ୍କ ବିଷୟରେ କେତେ କହୁଛନ୍ତି ମୁଁ ଟିଭିରେ ଦେଖୁଛି। ଆଉ ଦକ୍ଷିଣା ଦେବେନି? କାନି ଫିଟେଇ ଦେଇ ବୁଢ଼ୀ 5 ଟଙ୍କା ମୋ ହାତକୁ ବଢ଼େଇ ଦେଉଛି। ଆଉ ହେ ମୁଁ କହିଲି ମା ଲୋ, ଇଏ 5 ଟଙ୍କା ନେବେ? 5 କୋଟି ଟଙ୍କାର ତୋର ଭଲ ପାଇବ ମୋ ପ୍ରତି ଆଶୀର୍ବାଦ। ଆଉ ଏ ମା, ତୋ ଠାକୁର କଣ ମୋ ଠାକୁର ନୁହନ୍ତି? କୋଉ ଦିନଠୁ ତୋ ଠାକୁର ତୋର ହେଇଗଲା, ଆଉ ସେ କଣ ମୋ ଠାକୁର ନୁହନ୍ତି? ଆଉ ଏ ଜଗତ ସମୟକୁ ଅପେକ୍ଷା କର। ଆଉ ହେ ସୁଧୀ ସଜ୍ଜନ, ପୃଥିବୀ ନୁହଁ ବିଶ୍ୱ ଜାଣିବ, ବିଶ୍ୱ ପିତାଙ୍କ ସମସ୍ତେ ଜାଣିପାରିବେ। କାହିଁକି ନା ସମସ୍ତେ ବର୍ଣ୍ଣନା କରିବାରେ ବ୍ୟସ୍ତ। ଆଜ୍ଞା, ଅଧମ ଦିବାକର ହେଉଛି ପୂଜା ସାମଗ୍ରୀର ଦୋକାନଟିଏ। ମତେ ଜଣେ ଭାଇ କହିଲେ କଣ ଜ୍ଞାନ ଆପଣ ଜାଣିଛନ୍ତି? ମୁଁ କହିଲି ନାଇଁ ଆଜ୍ଞା, ଜ୍ଞାନ କିଛି ଜାଣିନି, ପ୍ରବଚନରେ ମୁଁ ଜ୍ଞାନ କଥା କହିପାରେ ନା। ଏଇଥିପାଇଁ ପୂଜା ସାମଗ୍ରୀ ଦୋକାନରୁ ଚୁଆ, ମଥା ଘଷା, ଚନ୍ଦନ ଆଶା କରିବେ। ଡାଲି ଚାଉଳ ନୁହେଁ, ସୁନା ନୁହେଁ। ଅଧମ ଦିବାକର ହେଉଛି ପୂଜା ସାମଗ୍ରୀ ଦୋକାନ। ସୁନା ମାଗିଲେ କୋଉଠି ଦେବେ ଆଜ୍ଞା? ଆଉ ହେ ସଜ୍ଜନ, ମୁଁ ଜାଣିଛି ଗୋଟିଏ କଥା। ଆଉ ହେ ସଜ୍ଜନ, ସେଇ ପୁସ୍ତକଟାକୁ ଧରି ପଳେଇ ଆସିଲି। ମୋ ବୋଉକୁ ସେଦିନ ସେବା କଲି, ତା ପାଦ ପଡ଼ିଦେଲି। ଗାଁରେ ଥିଲି, ସେତ ଗୋଟେ ନିତିଦିନର ଅଭ୍ୟାସ, ପାଦ ନ ବୋଲେ ଜମା ବି ନିଦ ବୋଲ। ବୋଉକୁ ମୋଡ଼ିଦେଲା ପରେ ତାର କଣ ଆଜି ଗୋଟେ ଆଣିଛୁ ବା? ତ ବହିଟିଏ ମିଳିଥିବ। ମୁଁ କହିଲା ଲୋଇ କଣ ଭଲ ଜିନିଷ ତ ବୋଲି କହିଲି ଗିଫ୍ଟ। ମା ଯେମିତି ଦେଲା ପୁରାଣ ଶ୍ରବଣ କରୁ, ସେମିତି ଜଣେ ଦକ୍ଷିଣା ଦେଇଛନ୍ତି। ବୋଉ ଉଠି ପଡ଼ିଲା, ଚକା ଆସନେ ବସିଗଲା, କହିଲା ଖୋଲ ଖୋଲ, ତୋର ଅଧେ ମୋର ଅଧେ। ଆଜ୍ଞା, ଖୋଲିଦେଲା ବେଳକୁ ପ୍ରଥମ ପାଠ ଚରମ ଶାସ୍ତ୍ରରୁ। ଆଉ ହେ ସୁଧୀ ସଜ୍ଜନ, ମୁଁ କହିଲି ବୋଉ, ମୁଁ ଯାହା ଭାବୁଛି ଆଧେ ଅଧେ ତୋର ଅଧେ ମୋର। କାହିଁକି ନା ସମସ୍ତଙ୍କୁ ବି ଉଦ୍ଧାର ହେବାର ଆବଶ୍ୟକତା ଅଛି। ଏଇ ଜନ୍ମରେ ତୁ ସିନା ମୋର ମା, ହେଲେ ଏ ଜନ୍ମରେ ମୁଁ ଆସିଛି, ଠାକୁର ଦେଇଛନ୍ତି। ଆଉ ହେ ସୁଧୀ ସଜ୍ଜନ, ଜୀବନ ବାସ୍ତବିକ ତତ୍ଵ ଠାକୁର ତ ଜଣେଇ ଦେଇଛନ୍ତି। ଆଜ୍ଞା, ଚୈତନ୍ୟ ମହାପ୍ରଭୁ ଯେତେବେଳେ ଜଣେ ଭାଇ ପଚାରୁଥିଲେ ଆଜ୍ଞା ଯୋଉ କଣ ଜଣେଇବାର ବିଷୟ, ଜାଣିବାର ବିଷୟ, ଠାକୁରଙ୍କ ପାଖକୁ ଗଲେ କଣ ଜାଣିବାର ବିଷୟ, ଜ୍ଞାନ କଣ? ହେ ସୁଧୀ ସଜ୍ଜନ, ଠାକୁର କଣ ଦୁନିଆକୁ ଜଣେଇଛନ୍ତି ଆପଣ ଯଦି ଶୁଣିବା ପାଇଁ ଚାହୁଁଛନ୍ତି, ମୁଁ ଗୋଟିଏ ପଦରେ କହିବି। ଚୈତନ୍ୟ ମହାପ୍ରଭୁ ସେଦିନ ନଦିଆରୁ ନାମ ସଂକୀର୍ତ୍ତନ କରି ଆସିଲା ବେଳେ ମା ଅଟକେଇ ଦେଲେ ସଚୀ ମାତା। ଏ ଚୈତନ୍ୟ, ତତେ ଜଗତ ଠାକୁର କହି ମୁଣ୍ଡିଆ ମାରୁଛି, ତୁ ମୋ ପ୍ରଶ୍ନର ଉତ୍ତର ଦେ, ତାପରେ ତୁ ଠାକୁର ହେଇଯା। ଚୈତନ୍ୟ କହିଲେ ମା କଣ କହ ନା, ତୁ ବାପାକୁ ଯେତେବେଳେ ମୁଁ ବିବାହ କଲି, ତୁ ସେତେବେଳେ କେତେ ବର୍ଷର ହେଇଥିଲୁ? ଚୈତନ୍ୟ ମା ପାଦ ତଳେ ପଡ଼ିଗଲେ। ଏ ପ୍ରଶ୍ନର ଉତ୍ତର କାହା ପାଖରେ ଅଛି? କେବଳ ଜଣଙ୍କ ପାଖରେ ଥିଲା। ସେଇଥିପାଇଁ ତ ସେ ବିଶ୍ୱ ପିତା ବୋଲ ଆନନ୍ଦିକ ବାର ଚରମରେ ଖୁଲମ ଖୋଲା କରିଦେଇଛନ୍ତି। ଜ୍ଞାନଟାକୁ ଚରମରେ ଖୁଲମ ଖୋଲା କରିଦେଇଛନ୍ତି। ଆଉ ହେ ସୁଧୀ ସଜ୍ଜନ, ମୋ ବାପା ଲୋ, ଧନ ଲୋ କହି ଦୁନିଆ ଭିତରେ ଅନେକ ଗୁରୁ ଆସିଛନ୍ତି। ଆଜ୍ଞା, ସଂସାର ଭିତରେ ଯିଏ କହିଛନ୍ତି ଶାସ୍ତ୍ର ପଢ଼, ଯଜନ ଯାଜନ କୀର୍ତ୍ତନ କର, ନାମ ଜପ କର। ଜଣେ କେବଳ କେଶବ ଆସିଲେ ଆଜ୍ଞା, ସେ ତାଙ୍କ ପିଲାମାନଙ୍କୁ ଗୋଟିଏ କଥା କହିଛନ୍ତି, ଆରେ ଏ ପିଲାମାନେ, ତୁମର କିଛି କରିବା ଦରକାର ନାହିଁ ରେ, ମୁଁ ତମ ପାଇଁ ସବୁ ସାରି ଦେଇଛି। କାହିଁକି ନା ତୁମେ କେବଳ ମୋତେ ଭଲ ପାଅ, ଯୋଉଟା ମୋ ପାଖରେ ନାହିଁ ସେଇ ଜିନିଷଟା ମୋତେ ଦିଅ। ଆଉ ସେଇଟା ହେଉଛି ତୁମର ସ୍ନେହ, ତୁମର ମମତା, ତୁମର ଭଲ ପାଇବା। ମୁଁ ଆଉ ତୁମକୁ କିଛି ମାଗୁନି ରେ, ଠାକୁର ମାଗିଛନ୍ତି ସ୍ନେହ କାଙ୍ଗାଳ ପରି ଚରମରେ କଲ୍ୟାଣ ଦେବି ତୋତେ, ତୁ କେବଳ ମୋତେ ଟିକେ ଭଲ ପାରେ। ଠାକୁର ସ୍ନେହ କାଙ୍ଗାଳ ଭରି ତାଙ୍କ ପିଲାମାନଙ୍କୁ ମାଗିଛନ୍ତି, ତୁ କେବଳ ମୋତେ ଭଲ ପା। ଆରେ ମୁଁ ତୋ ପାଇଁ ସବୁ ସାଧନା ସାରି ଦେଇଛି, ଆଉ କିଛି ଜାଣିବା ଦରକାର ନାହିଁ। କେବଳ ବିଶ୍ୱାସ, କେବଳ ଭଲ ପାଇବା। ଆଉ ଯୋଉଟା ଆମ ଭିତରେ ଅଭାବ, କାହିଁକି ନା ଆମେ ଗୁରୁ ଭକ୍ତ ଭାଇମାନେ ବସିଛନ୍ତି, କ୍ଷମା ଦେବେ, ଆମ ଭିତରେ ଏତେ ଅହଙ୍କାର ସ୍ଥାନ ପାଇଯାଇଛି ଯେ
ଆଉ ଯୋଉ ଅହଙ୍କାର ଗୋଟେ ଗୋଟେ ପାହାଡ଼ ଉପରେ ଆମେ ଛିଡ଼ା ହେଇଛି ଆମଠୁ ଜାଣିଲା ବାଲା କେହି ନା ବିଶ୍ୱରେ ଆମେ ସବୁ ଠାକୁରଙ୍କୁ ଜାଣିଦେଇଛୁ ଏ କିଏ ଜାଣିବ ଭାଗବତ କହିଲେ ଓଡ଼ିଆ ଭାଗବତ ସାରି ଦେଇଛନ୍ତି କ'ଣ କହିଲେ ବୋଲେ ସଂସାର ମଧ୍ୟରେ ଦେହ ବହି ଗୋବିନ୍ଦ ତାକୁ ଜାଣନ୍ତା କେହି ନାହିଁ ଗୋବିନ୍ଦ ତାଳି ବଜେଇ ସମସ୍ତେ ସଂସାର ମଧ୍ୟରେ ଦେହ ବହି ଗୋବିନ୍ଦ ତାକୁ ଜାଣନ୍ତା କେହି ନାହିଁ ଗୋବିନ୍ଦ ଗୋବିନ୍ଦ बोलो सच्चिदानंद भगवान की चारे जो माने भाई माने बसते ताली बजाते बड़ा चारटे मिलती ना ठाकुर गोटे खुशी कि आपको चौकी देते चौकी जी यूज न कर पुणी टिकेट कटि टिकेट भी मिल तेणु टिके ताली बजाता और सत्संग जी बसी मारे ताली ताको दया करती मो प्रभु बन मारी हाथ चलातु ना आज विज्ञान कहले अमेरिकार रिसर्च सेंटर आउ कौन कहले जानते ना सकाले जी 500 ताली और राति जी 500 ताली 1000 ताली मार ब्लड प्रेशर हेनी मन रखा ब्लड प्रेशर होते कमिज प्रेशर कमिज आउ हे सुधी सज्जन प्रभु को पदरे टे आउ हे सुधी सज्जन आउ आम जो मैंने बसीचे आगे अच्युत कहले कौन कहले ठाकुर हे सुधी सज्जन कौन लिखिले सी बोले मौना मुह को चिन्नी पाई कोटि जुग भगवान की मौन मुह को चिन्हवा कोटि जुग तप साध्य नुह कोटि जुगर तप चिन्हवा साध्य न आप चिन्हले सज्जन भगवान का दरबार भितर 600 वर्ष तले अच्युतानंद लिखिं हे सुधी सज्जन कौन कहले भगवान सत्य जुगरे ऋषि त्रिदया जुगरे राम द्वापर जुगरे कृष्ण हो कली जुगरे से किए कौन कहले बोले कली रे के सब रूप रे जन्मिबे स्वर्ण क्षेत्र बोला सच्चिदानंद भगवान के आज आश्चर्यता आपण सहित मोर कहार चिन्ह परिचय ना अनेक फेसबुक जहाँ देखी गुरु भाई मान किंतु समस्ते आप विश्वास करेंगे मोर अति चिन्ह भाई लगुच कहीं आपण सहित मोर ए जुगर संपर्क 4 जुगर आनंद बाहर हरि हरि हे सुधी सज्जन आसला बेले शक्ति भाई ना देखते कहले बाबा ये पद मुझे विश्वास कर पारे मुझे जो पदटा गाइली भाई ना से पदटा मत देखते मुझे भाई ना आउ से लेखा गुरा पढ़े तो भावुक कथा सब बड़े जगन्नाथ पाखे ठाकुर गोड़ धरी कांदते कहले तू कौ दिन मत कथा कह आज्ञा पुरी ब्राह्मण कालिया छड़ा किसी जानते ना ठाकुर पाखे हाथ जोड़ी कांदती पतित पवन पाखे कला गोटा धला गोटा चढ़ी कौ दिन तू आस डायरेक्ट कथा तू काठ दियो हेले मुझे विश्वास करें मुझे तो अनेक कथा कहूँ तू तो मत कि कहून जो दिन तू मत कहू मुझे जानी तू भगवान बोल आउ से एमती पाईगले जे पूरी छाड़ी एठी पागल हो सोना आज्ञा एठी जो माने बसिचंते माने किए जानी समस्ते पागल आपण एठू गले मत रखिले ना कौन
ମାଡ଼ ଖାଇବା କଥା ମାଡ଼ ଖାଇବା କଥା କହିବେ ବାବାଜୀ ଆଇଲେ ଆମକୁ ପାଗଳ କହିଦେଇ ଗଲା ନାଇଁ ନାଇଁ ଆଜ୍ଞା ମୁଁ କହୁନି ଅଚ୍ୟୁତ କଣ କହିଲେ ଜାଣିଛନ୍ତି କହିଲେ ପ୍ରଭୁ ଜନ୍ମିବେ ଯେ ଗୁପ୍ତ ପ୍ରଭୁ ଜନ୍ମିବେ ଗୁପ୍ତ ପ୍ରଭୁ ଜନ୍ମିବେ ଗୁପ୍ତ ତାହାଙ୍କୁ ଚିହ୍ନିବେ ପାଗଳା ଭାଗଲ ଯାଇ ଫୁଲ ସେମାନେ କଣ ହେଲେ ଜାଣିଛନ୍ତି ନା ଏବେ ଭୋଗ ସଂସାରରୁ ଭୂତ ଏବେ ଭୋଗ ସଂସାରରୁ ଭୂତ ଏବେ ଭୋଗ ସଂସାରରୁ ଭୂତ ଏବେ ଭୋଗ ସଂସାରରୁ ଭୂତ ବୋଲ ସଚ୍ଚିଦାନନ୍ଦ ଭଗବାନ କି କଳି ଯୁଗରେ ମହାପୁରୁଷ କହିଲେ ପ୍ରଭୁ ଅବତରିବେ ଗୁପ୍ତ ତାହାଙ୍କୁ ଚିହ୍ନିବେ ପାଗଳା ଭକ୍ତ ଯେଉଁମାନେ ପାଗଳା ନହେଲେ ଚିହ୍ନି ପାରିବେ ପାଗଳ ପରାଇ ରଖୁଛନ୍ତି ପାଗଳ ପରାଇ ଗଲେ ପାଗଳ ମୋ ଆଉ ହେ ସୁଧୀ ସଜ୍ଜନ ତାହାଙ୍କୁ ଚିହ୍ନିବେ ପାଗଳା ଭକ୍ତ ଗାଈ ଫୁଲ ଚିହ୍ନିକି କ'ଣ ହେବେ ହେବେ ଭବ ସଂସାର ମୁକ୍ତ ଭବ ସଂସାର ସାଗର ମୁକ୍ତି ହେବେ ତେଣୁ ସେଇ ମହାପ୍ରଭୁ ବିଶ୍ୱ ନିୟନ୍ତା ଜଗନ୍ନାଥଙ୍କ କୃପା ଦୟା ସତ୍ୟ ଯୁଗରେ ଠାକୁରଙ୍କ ସହିତ ଥିଲେ ନୃସିଂହଙ୍କ ସହିତ ତୃତୀୟ ଯୁଗରେ ରାମଙ୍କ ସହିତ ଥିଲେ ଦ୍ୱାପର ଯୁଗରେ କୃଷ୍ଣଙ୍କ ସହିତ ଥିଲେ ଆଉ କଳି ଯୁଗରେ ଆପଣ ଯେତେକ ବସିଛନ୍ତି ଛିଡ଼ାଇଛନ୍ତି କେଶବଙ୍କ ସହିତ ଅଛନ୍ତି ବୋଲ ଆନନ୍ଦ ଗବାର ହରି ହରି ବୋଲ ତେଣୁ ଏ ସୁଧୀ ସଜ୍ଜନ ଇଏ ଆପଣମାନଙ୍କର ମହାଭାଗ୍ୟ ଆଉ ହେ ସୁଧୀ ସଜ୍ଜନ ଭକ୍ତ କାହାକୁ କୁହନ୍ତି ଆଜ୍ଞା ଆପଣମାନଙ୍କ ମନ ଭିତରେ ପ୍ରଶ୍ନ ଆସିବ ଭକ୍ତ କିଏ ହେ ସୁଧୀ ସଜ୍ଜନ ଉତ୍ତରରେ କେବଳ ମୁଁ ଏତିକି କହିବା ପାଇଁ ଚାହେଁ ଭକ୍ତ ହେଉଛନ୍ତି ସେଇ ଜୀବନ ଭିତରେ ଯିଏ ଦୁଃଖ ପଡ଼ୁ କଷ୍ଟ ପଡ଼ୁ ଯନ୍ତ୍ରଣା ପଡ଼ୁ ଭଗବାନଙ୍କ ପାଖରୁ ଯିଏ କେବେ ବିଭକ୍ତ ହୁଏ ନା ତାକୁ ଭକ୍ତ କହନ୍ତି ବୋ ଆନନ୍ଦ କବାର ଅନେକ ନିନ୍ଦା ମିଳୁ ଯିଏ ପ୍ରଭୁଙ୍କ ପାଖରୁ କେବେ ବିଭକ୍ତ ହୁଏ ନା ତାକୁ ଜଗତ ଭକ୍ତ କଷ୍ଟ ମିଳିବ ଅନେକ ନିନ୍ଦା ମିଳିବ ଯନ୍ତ୍ରଣା ମିଳିବ ଅନେକଠୁ ଗାଳି ମିଳିବ ଜାଣିବେ ଆଗେ ସେ ପ୍ରଭୁଙ୍କର ଛୋଟିଆ ବିଷୟଟି କହିବି ଆପଣମାନେ ଧ୍ୟାନ ଦେଇ ଶୁଣିବେ ଭକ୍ତର ଚରିତ୍ର ଜୀବନ ଭିତରେ ଥିଲା ମୋ ଅନୁଭବର କଥା ଅନୁଭୂତିର କଥା ଆଉ ହେ ସୁଧୀ ସଜ୍ଜନ ଚରିତ୍ର ବିଷୟ ତ ଆପଣମାନେ ସମସ୍ତେ ଟିଭିରେ ଶୁଣୁଛନ୍ତି ମୋତେ ଦେଖୁଛନ୍ତି ୟୁଟ୍ୟୁବ ମାଧ୍ୟମରେ ରାତି ପାଇଲେ ଆଉ ହେ ସୁଧୀ ସଜ୍ଜନ କିନ୍ତୁ ବାସ୍ତବିକ ମୁଁ ଆସିଛି ଆପଣମାନଙ୍କୁ ଦର୍ଶନ କରିବା ପାଇଁ କାହିଁକି ନା ସତ୍ୟ କହୁଛି ଭକ୍ତମାନଙ୍କୁ ଦର୍ଶନ କଲେ ଲାଭ କ'ଣ ଭାଗବତ କହିଛନ୍ତି କ'ଣ ଭାଗବତ କହିଲେ ଆଜ୍ଞା ଓଡ଼ିଆ ଭାଗବତ ଜଗନ୍ନାଥ କ'ଣ କହିଲେ ହେ ସୁଧୀ ସଜ୍ଜନ କହିଲେ ଯେଉଁମାନେ ଭକ୍ତ ସଙ୍ଗ ଲାଘବ କରିବେ ହେ ସୁଧୀ ସଜ୍ଜନ କହିଲେ ମୋର ଭଗତ ଯାର ବନ୍ଧୁ ହେଲେ ସେ ପରେ ତାଳି ବଜେ ଆଉ ଆଜି ଦିନ ମୁଖ୍ୟ ଆଶ୍ରମରେ ଆପଣମାନେ କିଏ ଅନୁଗୁଳ ବରଗଡ଼ ଭଦ୍ରକ ବାଲେଶ୍ୱର ବଲାଙ୍ଗୀର ବୌଦ୍ଧ କଟକ ଦେବଗଡ଼ ଢେଙ୍କାନାଳ ଗଜପତି ଗଞ୍ଜାମ ଜଗତସିଂହପୁର ଯାଜପୁର ଝାରସୁଗୁଡ଼ା କଳାହାଣ୍ଡି କନ୍ଧମାଳ କେନ୍ଦ୍ରାପଡ଼ା କେଉଁଝର ଖୋର୍ଦ୍ଧା କୋରାପୁଟ ମାଲକାନଗିରି ମୟୂରଭଞ୍ଜ ନୂଆପଡ଼ା ନବରଙ୍ଗପୁର ନୟାଗଡ଼ ପୁରୀ ରାୟଗଡ଼ା ସମ୍ବଲପୁର ସୁବର୍ଣ୍ଣପୁର ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛନ୍ତି ସମସ୍ତ ଭକ୍ତମାନଙ୍କୁ ଗୁରୁସ୍ୱାମୀ ଆଉଥରେ ଆଉ ଆପଣମାନେ ସମସ୍ତଙ୍କୁ ଗୋଟିଏ ଜାଗାରେ ଭେଟ ହେ ସୁଧୀ ସଜ୍ଜନ ଭଗବାନଙ୍କ ଦରବାର ଭିତରେ ମହାପ୍ରଭୁଙ୍କ ଦରବାର ଭିତରେ ଏଇ ଭେଟ ଅରକ୍ଷିତ ଦାନସଙ୍କ ଭାଷାରେ ତୋ ଭାବ ଯେବେ ମୋଠାରେ ଥିବ ମୋ ଭାବ ତୋଠାରେ ଥିବ ନିତ୍ୟ କୁଞ୍ଜ ବନେ ରାସ କାନରେ ନିଶ୍ଚୟ ଭେଟା ଭେଟି ହବ ଗୋଟି ପୁଅ ନୃତ୍ୟ ଧରି ଆସିଥିବା ଆମର ବାବା କହିଲେ ବାବା କୋଉ ଦିନ ତ ଆପଣଙ୍କୁ ଖୋଜୁଛି ଆମର ବିଟୁ ଭାଇ ସିଏ ମଧ୍ୟ କହିଲେ ବାବା କୋଉ ଦିନଠୁ ଖୋଜୁଛି ଆଗରେ ବସିଛନ୍ତି ଅନେକ ଫେସବୁକରେ ଥିବା ଜଡ଼ିତ କହିଲେ ବାବା ଆପଣଙ୍କୁ କୋଉ ଦିନ ଦେଖା ହବ ଆଜି ବୋଧ ହୁଏ ମୁଁ ଏତେ ଜାଗା ପ୍ରବଚନକୁ ଯାଇଛି ଏତେ କଲ୍ ମୋ ଜୀବନ ଭିତରେ ମୁଁ ପାଇନଥିଲି ଯେଉଁମାନେ ଅପେକ୍ଷାରେ ଅଛନ୍ତି ଆଉ ଟିକେ ତାଙ୍କ ସହିତ ମୋର ବି ଦେଖା ହେବାର ଅଛି ସବୁଠୁ ବଡ଼ ସେଇଥିପାଇଁ ଆନନ୍ଦ ଲାଗିଲା ନାଇଁ ବୋଧ ଭାଇ
ହରି ବୋଲ ହରି ବୋଲ ହରି ବୋଲ ଆସିଲା ବେଳେ ବି ହରି ବୋଲ। ମୁଁ ଠାକୁରଙ୍କୁ ଅନ୍ତରଙ୍ଗ ଭାବରେ ଭଲ ପାଉଥିବା ଆମର ବିବାହିତ ନେଇକି ସାଙ୍ଗରେ ଆସେ ଯେ ପ୍ୟାରରେ ସହଯୋଗ କରେ ତା ପାଇଁ ଗୋଟେ କରତାଳି ବାଜିବା ଦରକାର ବିବାହିତ। ଆଉ ହେ ସଜ୍ଜନ, କାହିଁକି ନା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଯେଉଁ ବାଗଲପୁରର କଥା ମାଳିକା ବର୍ଣ୍ଣିତ ବାଗଲପୁର ଠାକୁରଙ୍କର ପାଦୁକା ମନ୍ଦିର ତାଙ୍କରି ପରିଶ୍ରମରେ ଚାଲିଛି, ଯେଉଁଟାକି ଶୂନ୍ୟରେ ଚାଲିଛି। ହେଲେ ବାବା ସିମେଣ୍ଟ ବସ୍ତା ପାଇଁ ରାତିରେ ପ୍ୟାଡ୍ ବଜେଇଲେ 500,000 ଟଙ୍କା ମିଳିବ, ତା ଦେହରେ ସିମେଣ୍ଟ ଆସିବ, ପରିବାର ଚଳିବ, ପିଲା ପାଠ ପଢୁଛନ୍ତି। ଆଉ ହେ ସଜ୍ଜନ, କୋଉଠି କେଜାଣି ଗୋଟେ ଫୋନ୍ ଆସିବ, ଦେବବାବୁ ତମ ଆକାଉଣ୍ଟ ନମ୍ବର ଦିଅ, ଆଉ କିଛି ପଇସା ପଠେଇବେ, ତମେ କୁଆଡ଼େ ଗୋଟେ ମନ୍ଦିର କରୁଛ। ଆଉ ହେ ସଜ୍ଜନ, ଆସିଲା ବେଳେ କହିକି ଆଖି ଛଳଛଳ କରୁଥିଲା ଦେବଭାଇ, ମୁଁ ଦେଖିଛି। ଆରେ ଯିଏ ତୋ ପାଇଁ ଥରେ କାନ୍ଦି ପାରିଲା, ହେ ଚରମନାଥ ତୋତେ ସେଇ ପରା ବାନ୍ଧି ପାରିଲା ବହୁତ ଆନନ୍ଦ ସେଦିନ ଯଶୋଦା କେତେ କାନ୍ଦିଥିଲେ ମୁଁ। ଆଉ ହେ ସଜ୍ଜନ, ଭଗବାନ କୃଷ୍ଣ ଧାଉଁଥିଲେ, ପାଦ ଅଟକି ଗଲା ଯୋଉଦିନ ଯେତେବେଳେ ମାଙ୍କ ଆଖିରୁ ଲୁହ ଗଡ଼ି ପଡ଼ିଲା। ଆଉ କୃଷ୍ଣ ଆଗକୁ ଯାଇପାରିଲେନି, ବିଲକୁଲ ଯାଇପାରିଲେନି। କାହିଁକି ନା ଅନେଇ ଦେଲା ବେଳକୁ ଅନେଇ ଦେଲା ବେଳକୁ ମା ଆଖିରେ ଲୁହ, ଆଉ ଜୀବନ ଭିତରେ ଆଗେ ଲୁହ ମଣିଷକୁ ବାନ୍ଧି ଦିଏ। ଆଉ ହେ ସଜ୍ଜନ, ଭଗବାନ କୃଷ୍ଣ ଗୋଟିଏ ପାଦ ଆଗକୁ ଯାଇପାରିଲେ, ମା ଆଖିର ଲୁହକୁ ପୋଛି ଦେଇ କହିଲେ, ହେ ମା ତୁ ଏମିତି କାନ୍ଦ ନା, କାହିଁକି ନା ତୋ ଆଖିର ଲୁହଟାକୁ ମୁଁ କେବେ ଦେଖିପାରୁନା। ଆଉ ହେ ସଜ୍ଜନ, ଆଉ ଆଜି ମାତା ପିତାଙ୍କ ଗୃହରେ ଦେଖିଲି ବାଳ ଗୋପାଳ ସୁକାନ୍ତି ନନ୍ଦନ ଆଉ ଖେଳୁଛନ୍ତି, ବାଲ୍ୟଲୀଳା କରୁଛନ୍ତି। ମୁଁ ସେ ମାଙ୍କୁ କୋଟି ପ୍ରଣାମ କଲି, ପ୍ରଭୁ ଧନ୍ୟ ସେ ହିନ୍ଦୁ ନାରୀ ଯିଏ ବ୍ରହ୍ମକୁ ଅବତୀର୍ଣ୍ଣ କରାଏ, ସେଇ ନାରୀଙ୍କୁ କୋଟି ପ୍ରଣାମ, ସେ ମାର ଗର୍ଭକୁ କୋଟି ପ୍ରଣାମ। ଯିଏ ଗୋଟିଏ ମା ବ୍ରହ୍ମକୁ ଅବତୀର୍ଣ୍ଣ କରାଏ, କିନ୍ତୁ ମା ଆଜି ପରମ ପିତା ପୁଣି ଥରେ ଅବତୀର୍ଣ୍ଣ ନବା ପାଇଁ ଚାହୁଁଛନ୍ତି, କିନ୍ତୁ ଆସିପାରୁନାହାନ୍ତି ଲୋ ମା। ପୁଣି ଥରେ ଲୀଳା କରିବାକୁ ଚାହୁଁଛନ୍ତି, ଆପଣ ମାନଙ୍କ ଭିତରେ ଆସିପାରୁନାହାନ୍ତି। କାହିଁକି? ଗୋଟିଏ ଭଲ ମା ଆଉ ଭଲ ବାପା ପାଉନାହାନ୍ତି। ଆଉ ହେ ସଜ୍ଜନ, ଛାତିରେ ହାତ ଦେଇ କହିପାରିବା ଆମେ ଗୋଟିଏ ଭଲ ମା ଆଉ ଭଲ ବାପା? ଥରେ ମନକୁ ପଚାର। ହେ ସଜ୍ଜନ, ଶିବ ମନ୍ଦିର ଯାଇଥାଏ, ପ୍ରାର୍ଥନା ଚାଲିଥାଏ, ଆଉ ପ୍ରାର୍ଥନା ଭିତରେ ଜଣଙ୍କ ପକେଟରୁ 10 ଟଙ୍କା ପଡ଼ିଗଲା, ଜଣେ ପାଦ ତଳେ ତାକୁ ଚାପି ଦେଇ ସେଟା ପ୍ରାର୍ଥନା କରୁଛି, ପ୍ରଭୁ जो धावे फल पावे, दुख बिना से मन का, सुख संतति घर आवे, कष्ट मिटे तन का। खाली से हे सज्जन, तेरे तुझको अर्पण क्या लागे मेरा, यारे तेरे तुझको अर्पण। सेपटे देखला पाद तले 10 टका, जेन से लोक गला पकेट रे करे शुद्ध कराग निज आचरण, तापरे बाढ़िया पदा प्रवचन। ଆଉ ହେ ସଜ୍ଜନ, ବାପା ଏଇ କଥା ମୋର କୁହନ୍ତି ସବୁବେଳେ, ହେ ଦିବାକର, ନା ତୋର ଦିବାକର ଏଇଥିପାଇଁ ଦେଇଛି ମୁଁ, ନାମ ଯେମିତି କାମ ସେମିତି ହବା କଥା। ଆଉ ହେ ସଜ୍ଜନ, ଭଗବାନଙ୍କ ଦରବାର ଭିତରେ ବାପାଙ୍କ କଥା ମନେ ପଡେ। ପ୍ରକୃତରେ ବାପା କହନ୍ତି, ଶୁଦ୍ଧ କର ଆଗ ନିଜ ଆଚରଣ, ତାପରେ ବାଢିବୁ ପଦା ପ୍ରବଚନ। ପ୍ରବଚନ ତ ଅନେକ ଦଉଛନ୍ତି। ଆଉ ହେ ସଜ୍ଜନ, ଅଚ୍ୟୁତ ମହାପୁରୁଷ ଲେଖିଥିଲେ ମଧ୍ୟ, କଣ କହିଲେ? କହିଲେ ଭଣ୍ଡିବା ପାଇଁ କି ଶାସ୍ତ୍ର ଘୋଷି ଘୋଷି ଦେବେ ପୁଣି ପ୍ରବଚନ ଖଟାରେ ପିତଳ ଲାଗିଲେ ରହିବ ସେ କେତେ ଦିନ। ଜୟ ପ୍ରଭୁ, ସଂସାର ଭିତରେ ଭଣ୍ଡିବା ପାଇଁ କି ଶାସ୍ତ୍ର ଘୋଷି ଘୋଷି ଦେବେ ପୁଣି ପ୍ରବଚନ, ଆଉ ତେନ୍ତୁଲି ଖଟାରେ ପିତ୍ତଳ ମାଜିଲେ ରହିବ ସେ କେତେ ଦିନ।
ଯଦି ପିତ୍ତଳଟାକୁ ଆପଣ ତେନ୍ତୁଲିରେ ମାଜନ୍ତି ଦେଖିବେ ମା ଭାରି ଚିକଚିକ ହବ, କିନ୍ତୁ 10 ଦିନ ମାଜୁନାହାନ୍ତି ତାପରେ ପିତ୍ତଳକୁ ଓଜନ କରିକି 50 କମିଯିବ, ମାସେ ମାଜିଲା ପରେ ଫୁଟିଯିବ। ଆଉ ହେ ସଜ୍ଜନ, ସେଇଥିପାଇଁ ବାବା କହନ୍ତି ଶୁଦ୍ଧ କରାଗ ନିଜ ଆଚରଣ ତାପରେ ବାଡ଼ିକୁ ପଡ଼ା ହବ। ଉତ୍ତମ ଧର୍ମ ନୁହେଁ ଗୃହ ଛାଡ଼ିଦବା। ଘର ଛାଡ଼ିଦେଲେ କେହି ବାବାଜୀ ହୁଅନ୍ତିନି ଆଜ୍ଞା। ଆମର କ୍ୟାସିୟର ଭାଇ, ଗଙ୍ଗା ଭାଇ ସମସ୍ତେ ଭଙ୍ଗା କରିବାରେ ଯାଇ ପହଞ୍ଚିଛନ୍ତି, କହିଲେ ବାବା ଏଇଟା ଆପଣଙ୍କ ଘର? ମୁଁ କହିଲି ହଁ, ଠାକୁର ଦେଇଛନ୍ତି। ଆଉ ହେ ସୁଧୀ ସଜ୍ଜନ, ମୋ ଗୁରୁଦେବ ଲେଖିଛନ୍ତି ବଡ଼ ସୁନ୍ଦର ପଦ। ଆଜ୍ଞା, ପ୍ରକୃତରେ ଉତ୍ତମ ଧର୍ମ ନୁହେଁ ଗୃହ ଛାଡ଼ିଦବା, ଉତ୍ତମ ଧର୍ମ ଅଟେ ସ୍ୱାର୍ଥକୁ ତେଜିବା। ଗୁରୁଙ୍କୁ ମାନିବା ଅର୍ଥ ସେବାକ୍ୟ ପାଳିବା, ସେବାକ୍ୟ ନ ପାଳି ବୃଥା ମୁଣ୍ଡିଆ ମାରିବା। ବୋଲାନନ୍ଦ କବାର ହରି ହରି ବୋଲ। ଆଉ ଏ ସଜ୍ଜନ, ମୁଣ୍ଡିଆ ଗୁଡ଼ିକ ସବୁ ବୃଥା ହେଇଯାଏ ଯଦି ତାଙ୍କର ବାକ୍ୟକୁ ଆମେ ଗୋଟିଏ କିଛି ବାକ୍ୟ ନୁହେଁ। ଆଉ ଠାକୁର ଲେଖିଛନ୍ତି ଆଜ୍ଞା ଚରମ ବାଣୀରେ, ଏ ସଂସାର ନଶ୍ୱର ଜିନିଷ ଦେବା ପାଇଁ ମୁଁ ଆସିନଥିଲି, ମୁଁ ତୁମକୁ ନର ନାରାୟଣ କରିଦେବା ପାଇଁ ଆସିଥିଲି, ହେଲେ ତୁମେ କଲ କ'ଣ? ଆରେ ଏ ପୁତ୍ର ମାନେ ତମେ ଥରେ ବୁଝ, ମତେ ଜାଣ ନା ମୁଁ କିଏ? ଆଉ ହେ ସଜ୍ଜନ, ସଂସାର ନଶ୍ୱର ଜିନିଷ ଦେବା ପାଇଁ ଈଶ୍ୱର ଆସନ୍ତି ନାହିଁ, ବରଂ ଭବସାଗର ମୁକ୍ତି ଦେବା ପାଇଁ, ଏ ଭବ ଯନ୍ତ୍ରଣାର ମୁକ୍ତି ଦେବା ପାଇଁ ଠାକୁର ଆସନ୍ତି ଆଗେ। ଆଉ ଠାକୁରଙ୍କ ପାଇଁ ଯେ ଘର ସଂସାର ପରିବାର କଥା ମାଗେ, ପିଲା ଛୁଆ କଥା ମାଗେ, ବେପାର ବଣିଜ କଥା ମାଗେ, ସେ ତ ପୁଣି ମାୟାରେ ପଡ଼ିଯାଏ। ଥରେ ମାଗ ନା, ଆଜି ଯେଉଁମାନେ ଆସିଛନ୍ତି ଥରେ ହାତ ଯୋଡ଼ି ଦିଅ ନା। ଆଉ ଆମେ ସମସ୍ତେ ଆଜି ହାତ ଯୋଡ଼ି ଗୋଟିଏ କଥା ଆଜ୍ଞା ଚରମନାଥଙ୍କୁ ମାଗିବୁ। କ'ଣ ମାଗିବା ଆଜ୍ଞା? ବିଶ୍ୱପିତାକୁ ଜାଣିଛନ୍ତି ତ? ଆପଣ କହିବେ କ'ଣ? ଆମେ ତ କିଛି ଜାଣିନୁ, କ'ଣ ମାଗିବା? ସମସ୍ତେ ମାଗିବେ। ଆଉ କ'ଣ ମାଗିବା? ଗଙ୍ଗା ଭାଇ ପରେ ପଳେଇଲେ କି ଅଛନ୍ତି? ଓହୋ, ହଉ ହଉ, ଏ ଅନ୍ଧାରରେ ରହିଲେ ଆମେ କେମିତି ଜାଣିବୁ? ଟିକେ ଆଦର୍ଶ ଆସନ୍ତୁ। ହେ ସଜ୍ଜନ, ଭଗବାନଙ୍କ ଦରବାର ଭିତରେ ଭାରି ଭାବୁକ ପ୍ରେମୀ ନା। ଗୋଟିଏ କଥା ଆଜ୍ଞା, ସମସ୍ତେ ହାତ ଯୋଡ଼ି ମାଗିବା। ଆଉ ମାଗିବାଟା ହଉଛି ଏଇଆ, ଏ ଠାକୁରେ ହାତ ଗୋଡ଼ ଚଳୁଥାଉ ଥାଉ ଟିକେ ନେଇଯିବୁ, ବିଛଣାରେ ପକେଇବୁ ନାହିଁ। କାହିଁକି ନା ବିଛଣାରେ ପକେଇ ମଳମୂତ୍ରରେ ଘାଣ୍ଟି ହେଲେ ସମସ୍ତେ କହିବେ ସ୍ୱର୍ଣ୍ଣ କ୍ଷେତ୍ର ଦୌଡୁଥିଲା, କେଶବକୁ ଠାକୁର କହୁଥିଲା। ଆଜି କୋଉ ଠାକୁର ତାକୁ ଉଦ୍ଧାର କରୁଛନ୍ତି? ଦେଖ, 6 ମାସ ହେଲାଣି ଘାଣ୍ଟି ହଉଛି, ଟୋକାଟା ଆକ୍ସିଡେଣ୍ଟ ହେଇ ପଡ଼ିଛି, କୋଉ କେଶବ ତାକୁ ରଖିଲା? ଏ ନିନ୍ଦା ମୋର ନୁହଁ, ଏ ନିନ୍ଦା ସବୁ ତୋର। ଯଦି ମତେ ମଳମୂତ୍ରରେ ପକେଇ ଘାଣ୍ଟିବୁ, ଆକ୍ସିଡେଣ୍ଟ କରି ଘରେ ପକେଇବୁ, ରୋଗ ଦେଇ ଘରେ ପକେଇବୁ, ଲୋକ କେହି ମତେ କହିବେନି, ମୁଁ ମୋ କର୍ମ ଫଳ ପଛେ ଭୋଗେ। ସମସ୍ତେ ତୋତେ ନିନ୍ଦା କରିବେ, କହିବେ ଏତେ ତୋତେ ଡାକୁଥିଲା ଦେଖ। ପ୍ରଭୁ ମତେ ରଖ ପ୍ରଭୁ, ତୁମ୍ଭେ ସେଇପରି ନିନ୍ଦା ନ ହୋଇବ ତୁମ୍ଭକୁ ଯେପରି, ତୁମକୁ ଯେମିତି ନିନ୍ଦା ନ ହୁଏ। ସମସ୍ତେ କହିବେ ଦେଖ ଡାକୁଥିଲା, ଠୋ ପଟକା ମଲା, ଠାକୁର ତାକୁ ଉଦ୍ଧାର କରିବେ। ଆଉ ଏ ସଜ୍ଜନ, ସମସ୍ତେ ଆଜି ହାତ ଯୋଡ଼ି ତାକି ଗୋଟିଏ କଥା ମାଗିବା ପ୍ରଭୁଙ୍କ ପାଖରେ, ଠାକୁରେ ଏତିକି କେବଳ କୃପା କରିବ। ହେ ପ୍ରଭୁ, ଅନ୍ତ କାଳରେ ସେ ସୁନ୍ଦର ରୂପ ଟିକେ ମତେ ଦର୍ଶନ ଦବ, ଆଉ କିଛି ମୁଁ ଚାହେଁନି ପ୍ରଭୁ। অন্ত কালেশ্চ মাবেব স্মরণিত্বং কলেবরং য প্রয়াতি সমদ ভাব জাতি নেস্ত্রতর সংশয়। ଯୋଉ ରୂପକୁ ଚିନ୍ତା କରିଦେଲା ପରେ ଆଉ ଜନ୍ମ ମୃତ୍ୟୁ ଚକ୍ରରେ ମନ ପଡ଼େ, ଭବ ସଂସାର ସାଗର ଉଦ୍ଧାର ହେଇଯା, ସେ ଦିବ୍ୟ ରୂପକୁ ମୋତେ ଟିକେ ଦର୍ଶନ ଦେବ ପ୍ରଭୁ। ଆଉ ମୋ ଜୀବନ ଯେମିତି ଆଜ୍ଞା ସେଇ ପରମ ପିତାଙ୍କର ସ୍ମୃତିରେ ଲୀନ ହେଇଯିବ, ଏତିକି କେବଳ ସବୁବେଳେ ପ୍ରାର୍ଥନା କରିବା ଆଜ୍ଞା। ଶୋଇବା ପୂର୍ବରୁ, ଉଠିବା ପୂର୍ବରୁ ଏତିକି କେବଳ ଟିକେ ହାତ ଯୋଡ଼ି ଆମେ ଯେଉଁମାନେ ବସିଛୁ ପ୍ରଭୁ, ଆମେ କାହିଁକି ହାତ ଟେକି ଦେଉଛେ ଆଜ୍ଞା? ଠାକୁରଙ୍କ ପାଖରେ ବସିଲା ବେଳେ, ମୁଣ୍ଡିଆ ମାରିଲା ବେଳେ, ନାମ ଘରେ ମୁଣ୍ଡିଆ ମାରିଲେ ହାତ ଟେକିଲେ ପ୍ରଭୁ କାହିଁକି ଟେକିଲା ଆଜ୍ଞା? ଏ ମସ୍ତକେ ଯାଉଛି ଛପା, ହସ୍ତରେ ଯାଉଛି ଲେଖା, ଆଉ ଆମ୍ଭେମାନେ ପରମ ଜ୍ୟୋତିଷକୁ ହାତ ରେଖାଟାକୁ ଦେଖେଇ ଦଉଛୁ। ଏ ଠାକୁର, ହେ ଈଶ୍ୱରୀୟ ଭଗବାନ, ମୋ ହସ୍ତ ରେଖାଟାକୁ ଦେଖ ପ୍ରଭୁ,
जदि चाहिए मारिबे आउ जदि चाहिए रखिबे प्रभु ये तुम इच्छा प्रभु आउ समस्ते आज हाथ टेकिदबा गोटे भावरे समस्त टिके टेकी दियंतु प्रभु तो पाखरे ठाकुर बसଛନ୍ତି आउ हाथ टेकी रेखाटा को परम ज्योतिष को देखै दियंतु ना आउ गोटे कथा कहंतु प्रभु मु होची सेई छुआ मोर पतर काटा को चाहिए मारिबु आउ चाहिए रखिबु प्रभु स्वामी